ନମସ୍କାର ଦର୍ଶକ ବନ୍ଧୁ। ଓଡ଼ିଶାର ରାଜନୀତି ସବୁବେଳେ ନିଜର ଅଲଗା ଚରିତ୍ର ପାଇଁ ପରିଚିତ। ଏଠାରେ ରାଜନୈତିକ ଦଳମାନେ କେବଳ ସରକାର ଗଠନ କରିବା ପାଇଁ ନୁହେଁ, ଲୋକମାନଙ୍କ ଭିତରେ ଏକ ଦୀର୍ଘସ୍ଥାୟୀ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ବିଗତ କିଛି ଦିନର ଘଟଣାବଳୀକୁ ଦେଖିଲେ ଏଥିରୁ ଜଣାପଡ଼ୁଛି ଯେ ରାଜ୍ୟର ରାଜନୀତି ଏବେ ଏକ ନୂଆ ଦିଗରେ ଗତି କରୁଛି। ବିଶେଷ କରି ବିଜେଡି ଏବଂ ବିଜେପି ମଧ୍ୟରେ ସମ୍ପର୍କ ଯେପରି ବଦଳୁଛି, ସେଥିରେ ଏକ ନୂଆ ରାଜନୈତିକ ଗଣିତ ଦେଖାଯାଉଛି। କ'ଣ ରହିଛି ସେ ନୂଆ ରାଜନୈତିକ ଗଣିତ, ସେ ସମ୍ପର୍କରେ ଆଜିର ପଲିଟିକାଲ ଭାଗବତରେ ଆଲୋଚନା କରିବା। ଆପଣମାନେ ଦେଖୁଥାନ୍ତୁ ପୂର୍ବପକ୍ଷ। ମୋର ଆପଣମାନଙ୍କୁ ଅନୁରୋଧ, ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ବନ୍ଧୁମାନଙ୍କ ସହିତ ଅଧିକରୁ ଅଧିକ ସେୟାର ମଧ୍ୟ କରନ୍ତୁ। ଦର୍ଶକ ବନ୍ଧୁ, ଯେଉଁ ବିଜୁ ଜନତା ଦଳର ଜନ୍ମ ଲଗ୍ନରେ ବିଜେପିର ସହାୟତା ରହିଥିଲା, ଆଜି ସେହି ଦଳ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଗୋଟିଏ ପଟେ କେନ୍ଦ୍ରୀୟ ବିଜେପି ନେତାଙ୍କ କୋହଳ ମନୋଭାବ ଏବଂ ଅନ୍ୟପଟେ ରାଜ୍ୟରେ ବିଜେଡିର ନୂଆ ରଣନୀତି, ଏହି ଦୁଇଟି ଘଟଣା ଏବେ ଓଡ଼ିଶା ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି। ଖାସ୍ କରି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଭାବ ଏବଂ ବିଜେଡିର କଂଗ୍ରେସ ପ୍ରତି ବଢୁଥିବା ନିକଟତରତା ଏବେ ରାଜ୍ୟ ରାଜନୀତିକୁ ଏକ ନୂଆ ମୋଡ଼ ଦେଇଛି। ଏହି ପରିପ୍ରେକ୍ଷୀରେ ବିଜେଡିର ଅଘୋଷିତ ନେତା ଭାବେ ପରିଚିତ ପାଣ୍ଡିଆନଙ୍କ ଭୂମିକା ଏବେ ସର୍ବାଧିକ ଆଲୋଚନାର କେନ୍ଦ୍ରବିନ୍ଦୁରେ ରହିଛି। ତାଙ୍କର ରାଜନୈତିକ ଚାଲ, ନିଷ୍ପତ୍ତି ଓ ରଣନୀତି ଏବେ କେବଳ ବିଜେଡି ମଧ୍ୟରେ ନୁହେଁ, ବିଜେପି ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି। 1997 ମସିହାରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଓଡ଼ିଶାରେ ଏକ ନୂଆ ରାଜନୈତିକ ଶକ୍ତି ଭାବେ ବିଜୁ ଜନତା ଦଳ ଗଠନ ହୋଇଥିଲା। ଯେତେବେଳେ ବିଜେଡି ଗଠନ ହେଲା, ସେତେବେଳେ ବିଜେପି ଏହାର ସହଯୋଗୀ ସାଜିଥିଲା। ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଦୁଇ ଦଳ ମେଣ୍ଟ ଶାସନରେ ଥିଲେ, କିନ୍ତୁ 2009ରେ ଏହି ମେଣ୍ଟ ଭାଙ୍ଗି ଯାଇଥିଲା। ତାପରେ ବିଜେଡି ସବୁବେଳେ ସମଦୂରତା ରାଜନୀତିର କଥା କହି ଆସୁଛି। ନା କଂଗ୍ରେସ ନା ବିଜେପି, କାହା ସହିତ ସେ ଆଉ ହାତ ମିଳାଇ ନାହିଁ। ମାତ୍ର ସମୟ ବଦଳିବା ସହ ସମ୍ପର୍କର ସମୀକରଣ ମଧ୍ୟ ଏବେ ବଦଳି ଯାଇଛି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ବିଜେଡି ଏବେ ବିଜେପି ପାଇଁ ଭସ୍ମାସୁର ସାଜିଛି। ଯେଉଁ ହାତରୁ ଆଶୀର୍ବାଦ ପାଇଥିଲା, ଆଜି ସେହି ହାତକୁ ଜଳାଇବା ପାଇଁ ବିଜେଡି ପ୍ରସ୍ତୁତ ହେଉଛି। ବିଜେଡିର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ପଛରେ ରହିଛି ପାଣ୍ଡିଆନଙ୍କ ଚାଣକ୍ୟ ନୀତି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏହି ଧାରଣାକୁ ପ୍ରଶ୍ନର ସମ୍ମୁଖୀନ କରୁଛି। ପାଣ୍ଡିଆନଙ୍କ ରାଜନୈତିକ ଯାତ୍ରା କିଛି ସାଧାରଣ କଥା ନୁହେଁ। ଜଣେ ସରକାରୀ ଅଧିକାରୀ ଭାବେ ଜୀବନ ଆରମ୍ଭ କରି ସେ ବିଜେଡି ରାଜନୀତିର କେନ୍ଦ୍ରୀୟ ମୁହଁ ହୋଇଯାଇଛନ୍ତି। ତାଙ୍କର ପ୍ରଭାବ ଏତେ ବଢ଼ିଛି ଯେ ଅନେକ ତାଙ୍କୁ ଅତୀତରେ ଛାୟା ମୁଖ୍ୟମନ୍ତ୍ରୀ ବୋଲି କହିବାକୁ ମଧ୍ୟ ଦ୍ୱିଧା କରୁନଥିଲେ। ପାଣ୍ଡିଆନଙ୍କ ଶକ୍ତିର ମୂଳ କାରଣ ହେଉଛି ପ୍ରଶାସନ ଉପରେ ମଜବୁତ ଧାରଣା, ଦଳୀୟ ସଂଗଠନ ଉପରେ ନିୟନ୍ତ୍ରଣ, ନବୀନ ପଟ୍ଟନାୟକଙ୍କ ସହ ନିକଟତା। ଏହି ତିନିଟି ଦଲିଲ ତାଙ୍କୁ ରାଜ୍ୟ ରାଜନୀତିରେ ଏକ ଅସାଧାରଣ ସ୍ଥାନରେ ପହଞ୍ଚାଇ ପାରିଛି। ଗତ ନିର୍ବାଚନ ସମୟରେ ବିଜେପି ପାଣ୍ଡିଆନ ଓ ତାଙ୍କ ଟିମଙ୍କ ଉପରେ ଦୁର୍ନୀତି ଅଭିଯୋଗ କରିଥିଲା। ବିଜେପି ନେତାମାନେ କହିଥିଲେ ବିଜେଡି ଶାସନ କାଳରେ ବିପୁଳ ମାତ୍ରାରେ ଦୁର୍ନୀତି ହୋଇଛି। ପାଣ୍ଡିଆନ ଓ ତାଙ୍କର ଅନୁଗତମାନେ ଏହି ଦୁର୍ନୀତିର ମୁଖ୍ୟ ଆସାମୀ ବୋଲି ବିଜେପି କହିଥିଲା। ଏହି ଅଭିଯୋଗ ଲୋକମାନଙ୍କ ମନରେ ପ୍ରଭାବ ପକାଇଥିଲା। ବିଜେପିକୁ ଲୋକମାନେ ଭୋଟ ଦେଇ ଶାସନକୁ ଆଣିଲେ, କିନ୍ତୁ ଶାସନକୁ ଆସିବା ପରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆଦୌ ହୋଇନାହିଁ। ଏପରିକି ତାଙ୍କ ସହଯୋଗୀମାନଙ୍କୁ
राज्यरू बाहरକୁ ନେଇଯାଇ ତାଙ୍କୁ ପୁରସ୍କୃତ କରାଯାଇଛି। ବିଜେପି ଶାସନକୁ ଆସିବା ପରେ ସିଏଜିର ଦୁଇଟି ରିପୋର୍ଟରେ 5T ଯୋଜନାରେ ବହୁ ଆର୍ଥିକ ହେରଫେର ହୋଇଥିବା କଥା ଉଲ୍ଲେଖ କରିସାରିଲାଣି। ଏହାପରେ ବି ବିଜେପି ସରକାର ନିଦା ବିଷ୍ଣୁ ସାଜି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କରିପାରୁନାହିଁ। ଏହି ଘଟଣା ଲୋକମାନଙ୍କ ମନରେ ପ୍ରଶ୍ନ ଉଠାଉଛି, ବିଜେପି କ'ଣ ପ୍ରତିଶ୍ରୁତି ଭୁଲିଗଲା କି? ବିଜେପି ପକ୍ଷରୁ କୌଣସି କଡ଼ା ପଦକ୍ଷେପ ନ ହେବାରୁ ପାଣ୍ଡିଆନଙ୍କ ମନରୁ ବିଜେପି ଭୟ ଏବେ ହଟି ଯାଇଛି। ଏହାର ପରିଣାମ ସେ ଏବେ ଖୋଲାଖୋଲି ରାଜନୈତିକ ଚାଲ ଖେଳୁଛନ୍ତି। ବିଜେପି ପ୍ରତି ଅନୁରକ୍ତ ଥିବା ନେତାଙ୍କୁ ଦଳରୁ ଦୂର କରିଦେଉଛନ୍ତି। ସସ୍ମିତି ପାତ୍ରଙ୍କୁ ହଟାଇ ମାନସ ମଙ୍ଗରାଜଙ୍କୁ ଆଗକୁ ଆଣିବା ଏହାର ସ୍ପଷ୍ଟ ଉଦାହରଣ। ବିଜେଡି ଭିତରେ ଏବେ ଏକ ବଡ଼ ଧରଣର ସଫେଇ ଅଭିଯାନ ଚାଲିଛି। ପୂର୍ବରୁ ସସ୍ମିତି ପାତ୍ରଙ୍କୁ ଦଳରେ ବିଜେପି ପ୍ରତି ନରମ ମନୋଭାବ ରଖୁଥିବା ନେତା ଭାବେ ଦେଖାଯାଉଥିଲା। ପାଣ୍ଡିଆନଙ୍କ ଇଙ୍ଗିତରେ ତାଙ୍କୁ ନେତା ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପାଣ୍ଡିଆନଙ୍କ ଅତି ବିଶ୍ୱସ୍ତ ମାନସ ମଙ୍ଗରାଜଙ୍କୁ ସଂସଦୀୟ ଦଳରେ ନେତା କରାଯାଇଛି। ଏହା ସ୍ପଷ୍ଟ ସଂକେତ ଦେଉଛି ଯେ ବିଜେଡି ଏବେ ବିଜେପି ସହ କୌଣସି ପ୍ରକାରର ଫ୍ରେଣ୍ଡଲି ମ୍ୟାଚ୍ ଖେଳିବା ମୁଡରେ ନାହିଁ। ବର୍ଷ ବର୍ଷ ଧରି ବିଜୁ ଜନତା ଦଳ କଂଗ୍ରେସ ଏବଂ ବିଜେପି ଠାରୁ ସମ ଦୂରତା ରକ୍ଷା କରିବା କଥା କହି ଆସୁଥିଲା। ମାତ୍ର ବର୍ତ୍ତମାନ ସ୍ଥିତିରେ ଏହି ରଣନୀତି ପରିବର୍ତ୍ତନ ହୋଇଯାଇଛି। ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର କରି କଂଗ୍ରେସ ଯେଉଁ ରଣନୀତି ପ୍ରସ୍ତୁତ କରୁଥିଲା, ସେଥିରେ ମାନସ ମଙ୍ଗରାଜଙ୍କ ଉପସ୍ଥିତି ସମସ୍ତଙ୍କୁ ଚକିତ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଏକ୍ସ ପୋଷ୍ଟ ଏହି ମେଣ୍ଟର ସମ୍ଭାବନାକୁ ଅଧିକ ଖୋରାକ ଯୋଗାଇଛି। ଏହି ଘଟଣା ଏବେ ରାଜ୍ୟ ରାଜନୈତିକ ମଞ୍ଚରେ ଏକ ଭୂକମ୍ପ ସୃଷ୍ଟି କରିଛି। ଯେଉଁ ବିଜେଡି ପୂର୍ବରୁ କଂଗ୍ରେସ ସହ ସମ୍ପର୍କ ରଖିବାକୁ ପଛାଉଥିଲା, ଆଜି କେନ୍ଦ୍ର ବିଜେପି ନେତାଙ୍କର କୋହଳ ମନୋଭାବ ଯୋଗୁଁ ତାହାର ସାହସ ପଡ଼ିଯାଇଛି। ପାଣ୍ଡିଆନ ଜାଣିଛନ୍ତି ଯେ ଯଦି କେନ୍ଦ୍ରରୁ ତାଙ୍କୁ କୌଣସି ବିପଦ ନାହିଁ, ତେବେ ସେ ଖୋଲାଖୋଲି ଭାବେ ବିଜେପିକୁ ଚ୍ୟାଲେଞ୍ଜ କରିପାରିବେ। ଯଦି ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୁଏ, ତେବେ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। ଭୋଟ ବ୍ୟାଙ୍କରେ ନୂଆ ବିଭାଜନ ହେବ। ଏହି ମେଣ୍ଟ ଗ୍ରାମାଞ୍ଚଳରେ ପ୍ରଭାବ ପକାଇପାରେ, ମାଇନରିଟି ଓ ପାରମ୍ପରିକ କଂଗ୍ରେସ ଭୋଟକୁ ଏକତ୍ର କରିପାରେ। ଏସବୁ ରାଜନୈତିକ ପରିସ୍ଥିତି ପରେ ବି ରାଜ୍ୟ ବିଜେପି ସରକାରରେ ଥିବା କେତେକ ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ଯଦି ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରାନଯାଏ ଏବଂ ଜନସାଧାରଣ ଆଶା ପୂରଣ ନ ହୁଏ, ତେବେ ବିଜେପି ପାଇଁ ଆଗାମୀ ଦିନରେ କଷ୍ଟକର ହେବ। ଅପରପକ୍ଷରେ ଯଦି ଆଗାମୀ ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ଏକାଠି ହୁଅନ୍ତି, ତେବେ ବିଜେପିର ବିଜୟ ରଥ ଅଟକି ଯିବା ନିଶ୍ଚିତ। ପାଣ୍ଡିଆନ ଏହି ଆକଳନକୁ ଭଲ ଭାବେ ବୁଝି ସାରିଲେଣି ଏବଂ ସେହି ଅନୁସାରେ ଏବେଠାରୁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ପାଣ୍ଡିଆନଙ୍କ ରାଜନୈତିକ ଚାଲକୁ ଦେଖିଲେ ଏହା ଜଣାପଡୁଛି ଯେ ସେ କେବଳ ବର୍ତ୍ତମାନକୁ ନେଇ ରାଜନୀତି କରୁନାହାନ୍ତି, ଦୀର୍ଘ ମିଆଦୀ ଯୋଜନା କରୁଛନ୍ତି। ତାଙ୍କର ଲକ୍ଷ୍ୟ ହେଲା ବିଜେଡିକୁ ପୁଣି ସକ୍ରିୟ କରିବା, ବିଜେପିକୁ ରାଜ୍ୟ ରାଜନୀତିରୁ ଦୂରେଇ ଦେବା। ଯଦି ବର୍ତ୍ତମାନ ପରିସ୍ଥିତି ଜାରି ରହେ, ବିଜେଡି କଂଗ୍ରେସ ମେଣ୍ଟ ବିଜେପି ପାଇଁ ଭୟଙ୍କର ହେବ। ବିଜେପିକୁ ନୂଆ ମୁହଁ, ନୂଆ ରଣନୀତି ଆଣିବାକୁ ପଡ଼ିବ। ଓଡ଼ିଶାର ରାଜନୀତି ଏବେ ଏକ ଟର୍ଣ୍ଣିଂ ପଏଣ୍ଟରେ ଅଛି। ପାଣ୍ଡିଆନଙ୍କ ରାଜନୈତିକ ଚାଲ ବିଜେଡିକୁ ନୂଆ ଶକ୍ତି ଦେଉଛି, ବିଜେପିକୁ ଚାପରେ ରଖୁଛି। ଆଗାମୀ ଦିନରେ ରାଜନୈତିକ ସମୀକରଣ ବଦଳିପାରେ, ନୂଆ ମେଣ୍ଟ ଦେଖାଯାଇପାରେ। ଏହା ସ୍ପଷ୍ଟ ଯେ ଓଡ଼ିଶାର ରାଜନୀତି ଆଉ ପୁରୁଣା ରହିବ ନାହିଁ। ଓଡ଼ିଶା ରାଜନୀତିର ଏହି ଅଧ୍ୟାୟରେ ବନ୍ଧୁ କିଏ ଏବଂ ଶତ୍ରୁ କିଏ ତାହା ବୁଝିବା କଷ୍ଟକର ହୋଇପଡ଼ିଛି। ଯଦି ରାଜ୍ୟ ବିଜେପି ନେତୃତ୍ୱ ନିଜର ପ୍ରତିଶ୍ରୁତି ଅନୁସାରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ପାଣ୍ଡିଆନଙ୍କ ଏହି ଚମକ ଆଗାମୀ ଦିନରେ ବିଜେପି ପାଇଁ ଅନ୍ଧାର ସାଜିପାରେ। ବିଜେଡି କଂଗ୍ରେସର ନିକଟତରତା ଏବଂ ବିଜେପି ମନ୍ତ୍ରିମଣ୍ଡଳର ଅପାରଗତା ରାଜ୍ୟରେ ଏକ ନୂଆ ରାଜନୈତିକ ବିପ୍ଳବର ସୂଚନା ଦେଉଛି। ଦର୍ଶକ ବନ୍ଧୁ, ଆପଣମାନଙ୍କୁ କ'ଣ ଲାଗୁଛି? ପାଣ୍ଡିଆନଙ୍କ ଚାଲ ସଫଳ ହେବ ତ? ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଏହି ଭିଡ଼ିଓଟିକୁ ବନ୍ଧୁମାନଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ, ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଏଇଠି ଶେଷ କରୁଛି ଆଜିର ପଲିଟିକାଲ ଭାଗବତ। ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ଦେଖୁଥାନ୍ତୁ ଆମ ଚ୍ୟାନେଲ ପୂର୍ବପକ୍ଷ। ରହୁଛି, ନମସ୍କାର।